ଚାଲନ୍ତୁ ପଢ଼ିବା ସଂସ୍କୃତ ବହିର ପରିବେଶ ବିଷୟ। ଅଷ୍ଟମ ଶ୍ରେଣୀ ବହି ହେଲା। ଚାଲନ୍ତୁ ଆମେ ପରିବେଶ ବିଷୟଟି ପଢ଼ିବା ଏବଂ ବୁଝିବା। ସଂସ୍କୃତ ପାଠଟା ସମସ୍ତଙ୍କ ପାଇଁ କଷ୍ଟ ହୋଇଥାଏ, କିନ୍ତୁ ଆମେ ଯଦି ପଢ଼ି ଜାଣିବା, ଲେଖି ଜାଣିବା ଆଉ ତାର ମାନେ ବୁଝିପାରିବା, ତାହେଲେ ଆମକୁ ସହଜ ଲାଗିବ। ଚାଲନ୍ତୁ ଆମେ ପଢ଼ିବା। ପ୍ରଥମେ ଦେଇଛି ଦେଖନ୍ତୁ। ଭାରତୀ ମନୋଜସ୍ୟ ମାତା ମନୋଜଃ ପ୍ରତିଦିनं ମାତରଂ ପ୍ರಣମତି। ଏକଦା ମନୋଜଃ ମାତ୍ରା ସହ ନଦୀତଟେ ଭ୍ରମति ସ୍ମ। तदा सः मात्रे निवेदयति, मातः कः नाम परिवेशः कृपया वदतु। माता वदति, पुत्र अस्मान् परितः यद् दृश्यमानः अस्ति सः परिवेशः। भूमि जलं गगनं वायु वृक्षा जीवाः च विशेषतः परिवेशः इति परिचितः। पुत्र पुनः पृच्छति, मातः केन भावेन सः दूषितः भवति। माता वदति, गृहस्य अवकरद्वारा तथा च कृषिक्षेत्रे रासायनिकसारस्य प्रयोगद्वारा भूमिः दूषिता भवति। नगरस्य शिल्पागारस्य च वर्ज्यद्रव्यद्वारा जलं प्रदूषितं भवति। तैलचलितयानां धूमद्वारा वायुः प्रदूषितः भवति। शिल्पागारस्थापनार्थम् अरण्यक्षेत्राणि विनष्टानि भवन्ति। वृक्षाणां छेदनं भवति, तेन वन्यजीवाः विनाशं गच्छन्ति। प्रतिदिनम् उत्तापस्य वृद्धिः भवति। आवश्यकसमये मेघाः न वर्षन्ति। ओके, आमे प्रथम अनुच्छेदटी पढ़िले। ए अनुच्छेदर आमे मानेटे बुझिबा। कौन कहूची ना भारती मनोजस्य माता। भारती काहार माता ना मनोजर माता। मनोज होची पुआ, भारती होची मनोजर माता। कौन ना मनोजः प्रतिदिनं मातरं प्रणमति। मनोज प्रतिदिन कौन करे ना माँ को प्रणाम करे। प्रतिदिन से माँ को प्रणाम करे। एकदा थरे बा दिने मनोजः मात्रा सह नदी तटे भ्रमति स्म। कहेची ना दिने मनोज कौन कहची ना ता माँ सहित सहता सहित सह कौन कहची ना नदी तटे भ्रमति स्म। मनोज कौन करुची ना दिने ता माँ का सहित नदी तटरे बा नई कूलरे से कौन करथिला माँ का सहित बुलुथिला। तदा सह मात्रे निवेदयति। से समय रे कौन हैची ना से माँ को कौन करची ना पचारिछि। निवेदयति, मातः कह नाम परिवेशः। माँ को पचारला, माँ बा माता परिवेश नाम कौन। कृपया वदतु, दयाकरी मते कुहन्तु। माता वदति, माता कहिले। पुत्रः पुत्र को कौन कले ना संबोधन करिकी कहिले। माता वदति, माता कहिले कौन ना पुत्र को संबोधन करिकी कहिले। अस्मान् परितः यद् दृश्यमानः अस्ति सः परिवेशः। परिवेश कौन। अस्मान् परितः आमे जहाँ कौन देखुचु ना चारिपटे। परितः माने आम चारिपटे। दृश्यमानः अस्ति आम चारिपटे आम जहाँ सब अच्छी सह परिवेशः सेटा होची आमर परिवेश। आम चारिपटे जहाँ सब आमे देखुचंती ता होची
ପରିବେଶ। ଯେପରି କ'ଣ ନା ଭୂମିଃ ଜଳଂ ଗଗନଂ ବାୟୁ ବୃକ୍ଷଃ ଜୀବାଃ ଚ ବିଶେଷତଃ ପରିବେଶଃ ଇତି ପରିଚିତଃ। ଆମେ କାହା ସହିତ ବେଶୀ ପରିଚିତ ନା ଭୂମି ଅର୍ଥାତ୍ ମାଟି, ଜଳଂ ଗଗନଂ ବାୟୁ ବୃକ୍ଷ ଜୀବା ଚ ବିଶେଷତଃ ପରିବେଶଃ ଇତି ପରିଚିତଃ। ଆମେ ସମସ୍ତେ ଜାଣିଛନ୍ତି ଭୂମି ସହିତ ଆମେ ମାଟି ସହିତ ହେଉଛି କ'ଣ ପରିଚିତ, ଜଳ ସହିତ ଜଳ ବିନା ଆମ ଜୀବନ, ଗଗନ ଆକାଶ, ବାୟୁ ବୃକ୍ଷ ଆଉ ଜୀବ ପ୍ରାଣୀ ଉଦ୍ଭିଦ ଇତ୍ୟାଦି ତାଙ୍କ ସାଙ୍ଗରେ ଆମର କ'ଣ ନା ପରିଚିତ। ପୁତ୍ରଃ ପୁନଃ ପୃଚ୍ଛତି। ପୁତ୍ର କ'ଣ କଲେ ନା ପୁଣି ପଚାରିଲେ କାହାକୁ ନା ମାତଃ ମାଙ୍କୁ ପଚାରିଲେ କ'ଣ ନା କେନ ଭାବେନ ସହ ଦୂଷିତ ଭବତି। ପରିବେଶ କିପରି ଦୂଷିତ ହେଉଛି। ସହ ଅର୍ଥାତ୍ ସେ କ'ଣ ନା ପରିବେଶ। ତେଣୁକରି କେନ ଭାବେନ ସହ ଦୂଷିତ ଭବତି ପରିବେଶ କିପରି ଦୂଷିତ ହେଉଛି ନା ମାତା ବଦତି ମାତା ଫେର ଥରେ କହିଲେ ଗୃହସ୍ୟ ଅବକର ଦ୍ୱାରା ତଥା ଚ କୃଷି କ୍ଷେତ୍ରେ ରାସାୟନିକ ସାରସ୍ୟ ପ୍ରୟୋଗ ଦ୍ୱାରା ଭୂମି ଦୂଷିତା ଭବତି। ତାହେଲେ ଭୂମି ଆମ ଯେଉଁ ମାଟିଟା କିପରି ଦୂଷିତ ହେଉଛି ନା ଗୃହସ୍ୟ ଅବକର ଦ୍ୱାରା ତଥା ଚ କୃଷି କ୍ଷେତ୍ରରେ ରାସାୟନିକ ସାରସ୍ୟ ପ୍ରୟୋଗ ଦ୍ୱାରା ଭୂମି ଦୂଷିତା ଭବତି। ସେ କହୁଛନ୍ତି ଗୃହର ଯେଉଁ ଅବକର ଅର୍ଥାତ୍ ଅଳିଆ ଆବର୍ଜନା ଯେଉଁ ବାହାରୁଛି ପଚାସଢ଼ା ପରିବା ଚୋପା ଇତ୍ୟାଦି ଯାହା ବାହାରୁଛି ଏବଂ କୃଷି କ୍ଷେତ୍ର ଅର୍ଥାତ୍ କୃଷି କ୍ଷେତ୍ରରେ ଯେଉଁ ରାସାୟନିକ ସାର ପ୍ରୟୋଗ ହେଉଛି ସେଇ ସବୁକୁ ଆମର କ'ଣ କରୁଛି ନା ଭୂମି ଦୂଷିତ ହେଉଛନ୍ତି। ଆମର କ'ଣ କରୁଛନ୍ତି ପଚାସଢ଼ା ପନିପରିବା ଚୋପା ହେଉ କିମ୍ବା ଜରି ହେଉ ଘରୁ ଯେକୌଣସି ଅଳିଆ ଆବର୍ଜନା ବାହାରୁଛି ଆମେ କ'ଣ କରୁଛନ୍ତି ରାସ୍ତାରେ ନେଇକି ଫିଙ୍ଗି ଦେଉଛନ୍ତି। ସେହି ଯେଉଁ ଫିଙ୍ଗିବା ଦ୍ୱାରା ଆମେ କ'ଣ କରୁଛନ୍ତି ମାଟି ଉପରେ ଫିଙ୍ଗି ଦେଉଛନ୍ତି। ସେ ମାଟି ଉପରେ ରହିକି ସେ ପଚି ସଢ଼ି କ'ଣ ହେଉଛି ମାଟିଟା ଦୂଷିତ ହେଉଛି। ଯେପରି ରାସାୟନିକ ସାର ଆମେ କ'ଣ କରୁଛନ୍ତି କୃଷି କ୍ଷେତ୍ରରେ ପ୍ରୟୋଗ କରୁଛନ୍ତି କ'ଣ ପାଇଁ ନା ଚାଷଟା ଭଲ ହେବା ପାଇଁ, କିନ୍ତୁ ଆମ ଭୂମିଟା ହେଉଛି ଦୂଷିତ ହେଇଯାଉଛି ବୋଲି ଲୋକ ଜାଣିପାରୁନାହାନ୍ତି। ତେଣୁକରି ଆମର କାହା ଦ୍ୱାରା ଭୂମି ଦୂଷିତ ହେଉଛି ନା ପଚାସଢ଼ା ପନିପରିବା ଅର୍ଥାତ୍ ଅବକର ଦ୍ୱାରା ଆଉ କୃଷି କ୍ଷେତ୍ରରେ ରାସାୟନିକ ସାରସ୍ୟ ପ୍ରୟୋଗ ଦ୍ୱାରା ଭୂମି ଦୂଷିତା ଭବତି। ତାପରେ କ'ଣ କହୁଛି ନଗରସ୍ୟ ଶିଳ୍ପାଗାରସ୍ୟ ଚ ବର୍ଜ୍ୟ ଦ୍ରବ୍ୟ ଦ୍ୱାରା ଜଳଂ ପ୍ରଦୂଷିତଂ ଭବତି। ଆଉ କ'ଣ ନଗର ଅର୍ଥାତ୍ ସହରରେ କ'ଣ ହୁଏ ନା ଶିଳ୍ପାଗାରସ୍ୟ ସହରରେ କ'ଣ ଗ୍ରାମରେ ବି କ'ଣ ସେଥିରେ କିଛି ନାହିଁ ଶିଳ୍ପାଗାରସ୍ୟ ଏବେ ତ ସବୁଆଡ଼େ ଶିଳ୍ପାଗାର ସବୁ ହେଇଗଲାଣି ଚ ବର୍ଜ୍ୟ ଦ୍ରବ୍ୟ ଯେଉଁଗୁଡ଼ା ଶିଳ୍ପାଗାରସ୍ୟରେ କ'ଣ ହେଉଛି ଯେପରି ଯାହାକୁ କୁହନ୍ତି କଳକାରଖାନା ସେଠି କ'ଣ ହେଉଛି ବର୍ଜ୍ୟ ଦ୍ରବ୍ୟ ଗୁଡ଼ା ଯେଉଁ ବାହାରୁଛି ଯେଉଁ ଧୂଆଁ ସବୁ ବାହାରେ ହେଲା। ତେଣୁକରି ଆମର ତାରି ଯେଉଁ ବର୍ଜ୍ୟ ଦ୍ରବ୍ୟ ଗୁଡ଼ା କେଉଁଠି ଆମ ଜଳରେ ମିଶୁଛି ମିଶିବାରୁ ଆମ ଜଳଟା କ'ଣ ହେଉଛି ପ୍ରଦୂଷିତ ହେଉଛି। ତୈଳ ଚାଳିତାୟାନାଂ ଧୂମ ଦ୍ୱାରା ବାୟୁ ପ୍ରଦୂଷିତଂ ଭବତି। ଏଇଠି ହେଇଥିଲା ତୈଳ ଚାଳିତାୟାନାଂ ଧୂମ ଦ୍ୱାରା ତୈଳ ଚାଳିତ ଦ୍ୱାରା କ'ଣ ହେଉଛି ଧୂଆଁ ଯେଉଁ ବାହାରୁଛି ଯେପରି କଳକାରଖାନାରୁ ଯେତେବେଳେ କଳ ଆମର ଚଲାନ୍ତି ସେତେବେଳେ ଧୂଆଁଟା ବାହାରେ। ସେଇ ସମୟରେ ଯେତେବେଳେ ଧୂଆଁଟା ବାହାରୁଛି ସେଇଟା କ'ଣ ପବନ ଯାଇକି ମିଶୁଛି ତେଣୁକରି ବାୟୁଟା କ'ଣ ହେଲା ପ୍ରଦୂଷିତ ହେଉଛି। ଶିଳ୍ପାଗାର ସ୍ଥାପନାର୍ଥମ୍ ଅରଣ୍ୟ କ୍ଷେତ୍ରାଣି ବିନଷ୍ଟାନି ଭବନ୍ତି। ଶିଳ୍ପାଗାର ସ୍ଥାପନାର୍ଥମ୍ ଅରଣ୍ୟ କ୍ଷେତ୍ରାଣି ମାନେ ଏଇସବୁ ଏଇ ଯେଉଁ ବର୍ଜ୍ୟବସ୍ତୁ କିମ୍ବା ଯେଉଁ ଧୂମ ଦ୍ୱାରା କି ଯେପରି ବାୟୁ ପ୍ରଦୂଷିତ ହେଉଛି ସେପରି ଶିଳ୍ପାଗାର ସ୍ଥାପନା ସଙ୍ଗେ ସଙ୍ଗେ ତା ସାଙ୍ଗରେ ଅରଣ୍ୟମାନ ଅର୍ଥାତ୍ ଯେଉଁ ଜଙ୍ଗଲମାନଙ୍କରେ କ'ଣ ହେଉଛି ନା ବୃକ୍ଷ ଉପରେ ବି କ'ଣ ପଡ଼ୁଛି ତାର ପ୍ରଭାବଟା ପଡ଼ୁଛି। ବିନଷ୍ଟାନି ବୃକ୍ଷମାନେ ବି ଭଲସେ ବଞ୍ଚି ପାରୁନାହାନ୍ତି କ'ଣ ହେଉଛି ନା ନଷ୍ଟ ହେଇଯାଉଛି। ଓକେ
ବୃକ୍ଷାଣାଂ ଛେଦନଂ ଭବତି। ଆମେ କ'ଣ କରୁଛନ୍ତି, ବୃକ୍ଷମାନଙ୍କୁ କ'ଣ କରୁଛନ୍ତି, ଛେଦନ ଅର୍ଥାତ୍ କାଟି ଦେଉଛନ୍ତି। ତେନ ବନ୍ୟଜୀବାଃ ବିନାଶନଂ ଗଚ୍ଛନ୍ତି। ତେଣୁ କରିକି ଆମେ ଯେତେବେଳେ ଜଙ୍ଗଲକୁ ନଷ୍ଟ କରିଦେଉଛନ୍ତି, କାଟି କୁଟିକି ଆମେ ନଷ୍ଟ କରିଦେଉଛନ୍ତି, ବନ୍ୟଜୀବମାନେ ଯେଉଁ ବାସ କରନ୍ତି ସେମାନେ ଆଉ ବାସ କରିପାରୁନାହାନ୍ତି। ସେମାନେ କ'ଣ ହେଉଛନ୍ତି, ତାଙ୍କ ବଂଶ ଲୋପ ପାଇଯାଉଛି ଅର୍ଥାତ୍ ବିନାଶ ହେଇଯାଉଛି। ପ୍ରତିଦିନମ୍ ଉତ୍ତାପସ୍ୟ ବୃଦ୍ଧି ଭବତି। ତେଣୁକରି ପ୍ରତିଦିନ କ'ଣ ହେଉଛି, ଉତ୍ତାପଟା ବଢ଼ିବାରେ ଲାଗିଛି। ଆବଶ୍ୟକ ସମୟରେ ମେଘ ନ ବର୍ଷନ୍ତି। ଆବଶ୍ୟକ ସମୟରେ ମେଘ ହେଉନାହିଁ। ଓକେ, ଆମେ ନେକ୍ସଟ କ୍ଲାସରେ ପଢ଼ିବା ସେକେଣ୍ଡ ଅନୁଚ୍ଛେଦ ଏବଂ ତାର ପ୍ରଶ୍ନ ଉତ୍ତର।